ମୁଁ ସକାଳୁ ଆମେ ଖବର ପାଇଲୁ 7:30 ଖଣ୍ଡେ ଖବର ପାଇଲୁ ଯେ ଏମିତି ଦାମୋଦର ପାଟଣା ଗୋଟେ ଲେଡିଜ କୁମ୍ଭୀର ନେଇଛି ବୋଲି ଖବର ପାଇଲୁ। ମୁଁ ସାଙ୍ଗେ ସାଙ୍ଗେ ଷ୍ଟାଫଙ୍କୁ ଇନଫର୍ମ କରିଥିଲି। ଫାୟାର ଅଫିସର କେନ୍ଦ୍ରାପଡ଼ା ବି କଥା ହେଇଲି ଫୋନ୍ରେ। ସେ ସାଙ୍ଗେ ସାଙ୍ଗେ ତାଙ୍କ ଷ୍ଟାଫଙ୍କୁ ପଟାମୁଣ୍ଡେଇ ଫାୟାର ଷ୍ଟାଫଙ୍କୁ ଇନଫର୍ମ କରିଥିଲେ। ପୋଲିସ ବି ଇନଫର୍ମ କରିଥିଲୁ। ତେଣୁ ସମସ୍ତେ ଆସିକି ପହଞ୍ଚିଲେ। ଆମ ଷ୍ଟାଫ୍ ବି ଆସିକି ଆଳି ଷ୍ଟାଫ୍ ରାଜନଗର ଆମର ଯେଉଁ ଫରେଷ୍ଟ ବାବୁ ସିଏ ବହୁତ ଆଗରୁ ଆସିକି ପହଞ୍ଚିଛନ୍ତି। ତାପରେ ଏବେ ମୁଁ ତାଙ୍କ ସାଙ୍ଗରେ କଣ୍ଟାକ୍ଟ ରଖୁଥିଲି। କୌଣସି ଏପର୍ଯ୍ୟନ୍ତ ଆମେ ସର୍ଚ୍ଚ ଅପରେସନ୍ ନଦୀରେ ଏବେ ଫାୟାର ପୋଲିସ ଫରେଷ୍ଟ କରୁଛନ୍ତି। ତାର ଏପର୍ଯ୍ୟନ୍ତ କିଛି ଡେଡ୍ ବଡି ମିଳିନି। ତଥାପି ଆମ ଷ୍ଟାଫ୍ ବି ଖୋଜାଖୋଜି କରୁଛନ୍ତି ଏପର୍ଯ୍ୟନ୍ତ। ସାର୍ ବାରମ୍ବାର ଏଇଭଳିଆ ସାର୍ ଘଟଣା ପ୍ରତିବର୍ଷ ଘଟୁଛି ସାର୍। କେହି ନା କେହି ଆଜ୍ଞା ମୃତ୍ୟୁବରଣ କରୁଛନ୍ତି। ନା ଆମେ ତ କାଲି ବି ଆସିକି ଏଠି ଆୱାରନେସ୍ କରାଯାଇଛି। ଅଳପୁଆ ଗାଁ ଆମର ଏପଟେ ମାନପୁର ବି ପରଦିନ ଯାଇକି ଏପଟେ ଭୁଇଁପୁର ଆଳି ସବୁଆଡ଼େ ଆମେ ଆୱାରନେସ୍ କରୁଛୁ। ଲୋକ ସଚେତନ ହେଲେ ହେବ। କାହିଁକିନା ନଦୀରେ ବଢ଼ି ଏବେ ଚାଲିଛି। କୁମ୍ଭୀର କେଉଁଠି କେତେବେଳେ କେଉଁଠି ଥିବ ବୋଲି କେବେ ଆମେ କହିପାରିବାନି। ତେଣୁ ଲୋକ ସଚେତନ ହେବା ଦରକାର। ସଚେତନ ହେବା ବଡ଼ କଥା ନୁହଁ। ବଡ଼ କଥା ଯେତିକି ଆମେ ପ୍ରପୋଜାଲ ଦେଉଛୁ ବାରିକେଡ୍ କରିବା ପାଇଁ ତା ଗଭର୍ଣ୍ଣମେଣ୍ଟର ମନି ଯେତିକି ଫରେଷ୍ଟ ଯେଉଁ ଫଣ୍ଡସ୍ ଆସୁଛି ସେ ଫଣ୍ଡସ୍ ଅନୁସାରେ ଆମେ ବାରିକେଡ୍ କରୁଛୁ। ତେଣୁ ତାର ଯେଉଁଠି ବାରିକେଡ୍ ଆମେ ଭାଙ୍ଗୁଛି ବି ଆମେ ରିପୋର୍ଟ ଦେଉଛୁ। ଯେତିକି ରିପୋର୍ଟ ଆସୁଛି ଯାହାର ଆସୁଛି ଗଭର୍ଣ୍ଣମେଣ୍ଟରୁ ଯେତିକି ପଇସା ଆସୁଛି ଆମେ ତାକୁ ରିପେୟାରିଂ ମଧ୍ୟ କରୁଛୁ। ଆଉ ଯେଉଁ ପାଣି ପିଇବା ପ୍ରୋବ୍ଲେମ୍ ଅଛି ଗାଁ ମାନଙ୍କରେ ଆମେ ବି କଲେକ୍ଟର ଲେବୁଲରେ ଆମେ ବି ଯେତେବେଳେ ମିଟିଂ ହେଉଛି ଆମେ ଡିସ୍କସନ୍ ଏହି ବିଷୟରେ କରୁଛୁ। ତେଣୁ ନଦୀରେ ଯେହେତୁ କୁମ୍ଭୀର ରହୁଛି ଆମେ ଲୋକ ନଦୀକି ଆଭଏଡ଼ କରିବା ଦରକାର। କାହିଁକିନା ମୂଲ୍ୟବାନ ଜୀବନ ଥରେ ଚାଲିଗଲେ ତାକୁ ପାଇବାନି। ତେଣୁ ତା ଅପେକ୍ଷା ଆମେ ଉପରରେ ଯଦି ଆମେ କିଛି ପାଣିର ବ୍ୟବସ୍ଥା ବି କରାଯାଉ ତେଣୁ ଏଇଟା ତା ଫରେଷ୍ଟ ଡିପାର୍ଟମେଣ୍ଟ କରିପାରିବନି। ତେଣୁ ଆମର ଯେଉଁ କଲେକ୍ଟର ଲେବୁଲରେ ଆପଣ ଯଦି ତାର এই ବିଷୟରେ ଡିସ୍କସନ୍ କରିବେ ସେ ବହୁ ମାତ୍ରାରେ ଟ୍ୟୁବୱେଲ୍ ସପ୍ଲାଇ ପାଣି ଦେଲେ ଲୋକମାନେ ବଢ଼ିଯାଇଛି ପାଣି ବୁଡ଼ି ଯାଇଛି। ଏଇ ଜାଗାରେ ବ୍ୟାରିକେଡ୍ ହେଇଛି। ଅଳ୍ପ ଆଗରେ ହେଇଛି। ସହାୟତା ଆମେ ଏବେ ଖୋଜା ଚାଲିଛି। ତାର ଲାଷ୍ଟ ମିଳିଲା ପରେ ଆମେ ଜାଣିପାରିବା ଯେ କୁମ୍ଭୀର ଆଟାକ୍ କରିଛି ନା କ'ଣ ହେଇଛି। এটা ପୋଲିସ ଫରେଷ୍ଟ ଏବଂ ମେଡ଼ିକାଲ ତିନିଟା ଡିପାର୍ଟମେଣ୍ଟର ରିପୋର୍ଟ ଆସିଲା ପରେ ଆମେ ତାପରେ ଟେକଅପ୍ କରିବୁ।